ଏକ ସମୟର କଥା। ଗୋଟିଏ ଜଙ୍ଗଲରେ ମାଙ୍କଡ଼ ଓ ହାତୀ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ବାସ କରୁଥିଲେ। ମାଙ୍କଡ଼ଟି ସବୁବେଳେ ହାତୀକୁ ତାହାର ବଡ଼ ଶରୀର ଦେଖି ତାହାର ମଜା ଉଡ଼ାଉଥିଲା। ମାଙ୍କଡ଼ଟି ହାତୀକୁ କହିଲା, ତୁମେ ଏତେ ବଡ଼ ଅଛ, କିନ୍ତୁ ମୁଁ ତୁମଠାରୁ ଅଧିକ ତୀବ୍ର ଅଛି। ବିଶାଳ ହାତୀଟି ମାଙ୍କଡ଼ର କଥାରେ କୌଣସି ଜବାବ ନ ଦେଇ ସବୁବେଳେ ଚୁପ୍ ରହୁଥିଲା। ଦିନେ ଜଙ୍ଗଲରେ ଗୋଟିଏ ବଡ଼ ଧରଣର ବନ୍ୟା ହେଲା। ଜଙ୍ଗଲର ସମସ୍ତ ପଶୁପକ୍ଷୀ ଭୟଭୀତ ହୋଇ ସୁରକ୍ଷିତ ଜାଗାକୁ ଖୋଜିବା ପାଇଁ ଏପଟ ସେପଟ ଦୌଡ଼ିବାକୁ ଲାଗିଲେ। ଏହି ସମୟରେ ବିଶାଳ ହାତୀଟି ନିଜର ଶକ୍ତି ଦ୍ୱାରା ବଡ଼ ବଡ଼ ଗଛଗୁଡ଼ିକୁ ତଳେ ପକାଇଦେଲା ଏବଂ ଜଙ୍ଗଲର ସମସ୍ତ ଜୀବଜନ୍ତୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇ ଦେଲା। କିନ୍ତୁ ସେହି ମାଙ୍କଡ଼, ଯିଏ ତାର ତୀବ୍ରତା ପାଇଁ ସବୁବେଳେ ଗର୍ବ କରୁଥିଲା, ସେ ଗୋଟିଏ ଉଚ୍ଚ ସ୍ଥାନରେ ଲୁଚି ଯାଇଥିଲା। କିଛି ଦିନ ପରେ ବନ୍ୟାର ପାଣି କମିଗଲା। ସେତେବେଳେ ସେହି ମାଙ୍କଡ଼ଟି ଆସି ଦେଖିଲା, ହାତୀ ଜଙ୍ଗଲର ସମସ୍ତ ଜୀବଜନ୍ତୁମାନଙ୍କୁ ସାହାଯ୍ୟ କରିଥିଲା, କିନ୍ତୁ ସେ ନିଜେ ଜଙ୍ଗଲରେ ଏକୁଟିଆ ରହିଥିଲା। ତାପରେ ସେହି ମାଙ୍କଡ଼ଟି ନିଜର ଭୁଲ ବୁଝିପାରିଲା ଏବଂ ହାତୀ ପାଖକୁ ଯାଇ ତାକୁ ଭୁଲ ମାଗିଲା। ଏହା ଦେଖି ବିଶାଳ ହାତୀଟି ହସିଲା ଆଉ କହିଲା, ତୁମର ଛୋଟ ପଦକ୍ଷେପ ଦ୍ୱାରା ତୁମେ ଉଚ୍ଚ ସ୍ଥାନକୁ ଯାଇପାରିବ, କିନ୍ତୁ ସାହାଯ୍ୟ ପ୍ରାପ୍ତ ବିନା ତୁମେ କେବେ ଆଗକୁ ଯାଇପାରିବ ନାହିଁ। ପିଲାମାନେ, ଏହି ଗଳ୍ପରୁ ଆମେ ଏହି ଶିକ୍ଷା ପାଇଲେ ଯେ କୌଣସି କାମରେ ନିଜ ଶକ୍ତି ଆବଶ୍ୟକ, କିନ୍ତୁ ଅନ୍ୟମାନଙ୍କର ସାହାଯ୍ୟ ମଧ୍ୟ ଅତ୍ୟନ୍ତ ଦରକାର। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।